ପ୍ରିୟ ଆତ୍ମନ୍ ଯିଏ ଯେଭଳି ହୋଇଥାଏ ତାହାକୁ ନିଜ ଆଡ଼କୁ ଟାଣେ। ଜଳରାଶି ସମୁଦ୍ର ଭୂମଣ୍ଡଳର ସବୁ ନଦୀମାନଙ୍କୁ ନିଜ ଆଡ଼କୁ ଟାଣିନିଏ। ବାଳକମାନଙ୍କ ପାଖକୁ ବାଳକମାନେ, ବୃଦ୍ଧମାନଙ୍କ ପାଖକୁ ବୃଦ୍ଧ ଓ ଲୁଟିଆମାନଙ୍କ ପାଖକୁ ଲୁଟିଆମାନେ ଏକାଠି ହୋଇଯାଆନ୍ତି। ଅତଃ ସର୍ବଦା ପ୍ରସନ୍ନ ରୁହନ୍ତୁ, ହସି ହସି ରୁହନ୍ତୁ ଓ ଆନନ୍ଦମୟ ରୁହନ୍ତୁ। ଏହାର ଫଳ ଏଇଆ ହେବ ଯେ ଚାରିଆଡ଼ୁ ସଂସାରର ସବୁ ଆନନ୍ଦ ଓ ସୁଖ ଆପଣଙ୍କ ଆଡ଼କୁ ଢଳି ପଡ଼ିବ ବା ଟାଣି ହୋଇ ବହି ଚାଲି ଆସିବ। ଯେମିତିକୁ ସେମିତି ଟାଣେ। ସମାନର ପାଖକୁ ସମାନ ଯାଏ, ଗଞ୍ଜେଡ଼ର ପାଖକୁ ଗଞ୍ଜେଡ଼ ଯାଏ, ଭାଙ୍ଗୁଆର ପାଖକୁ ଭାଙ୍ଗୁଆ ଆଉ ମଦୁଆର ପାଖକୁ ଗାଁ ଯାକର ମଦୁଆ ଏକାଠି ହୋଇଯାଆନ୍ତି। ମନୁଷ୍ୟର ଚରିତ୍ରର ଠିକଣା ତାହାର ମିତ୍ରମଣ୍ଡଳରୁ ବହୁତ କିଛି ଜଣାପଡ଼େ। ଅତଏବ ଯଦି ଆମ୍ଭକୁ ସଚ୍ଚିଦାନନ୍ଦକୁ ନିଜ ପାଖକୁ ଓ ନିଜ ହୃଦୟକୁ ଡାକିବାର ଥାଏ, ତେବେ ଆମ୍ଭକୁ ସ୍ୱୟଂ ସଚ୍ଚିଦାନନ୍ଦ ହୋଇଯିବା ଉଚିତ। ସମାନକୁ ନିଜର ସମାନ ଥିବା ବସ୍ତୁଗୁଡ଼ିକୁ ଟାଣିବାର ଅଦ୍ଭୁତ ଶକ୍ତି ଥାଏ। ପକ୍ଷୀମାନଙ୍କ ପାଖକୁ ପକ୍ଷୀ, ମେଣ୍ଢାମାନଙ୍କ ପାଖକୁ ମେଣ୍ଢା ଓ ହରିଣମାନଙ୍କ ପାଖକୁ ହରିଣ ନିଜେ ନିଜେ ଜୁଟି ଯାଆନ୍ତି। ଅତଃ ଯଦି ଈଶ୍ୱରକୁ ନିଜ ହୃଦୟକୁ ଡାକିବାର ଅଛି, ତେବେ ଆଗ ହୃଦୟରେ ସେହି ଶୁଭଗୁଣ ଗୁଡ଼ିକୁ ଧାରଣ କରନ୍ତୁ ଯାହା ଈଶ୍ୱର ପାଖରେ ଅଛି। ଈଶ୍ୱରକୁ ଟାଣିବାକୁ ଆପଣଙ୍କୁ ସ୍ୱୟଂ ଈଶ୍ୱର ହୋଇଯିବା ଉଚିତ। ଯାହାକୁ ଆପଣ ଦୁଃଖ କହି ଘାବରେଇ ଯାଉଛନ୍ତି, ତାହା ଦୁଃଖ ନୁହେଁ, ସୁଖର ପୂର୍ବ ରୂପ। ଆନନ୍ଦଦାୟିନୀ ବୃଷ୍ଟିର ଆଗରୁ ଆକାଶରେ କଳା କଳା ଭୟଙ୍କର ବାଦଲ ପ୍ରକଟ ହୋଇଥାନ୍ତି। ଦୂରରୁ ଦେଖି ଲୋକେ ଡରନ୍ତି, କିନ୍ତୁ ଏହି ବାଦଲ ଯେବେ ଆନନ୍ଦଦାୟିନୀ ବୃଷ୍ଟି କରିବାକୁ ଲାଗନ୍ତି ତ ଲୋକେ ପ୍ରସନ୍ନ ହୋଇଯାଆନ୍ତି। ସଂସାରରେ ଯାହାକୁ ଦୁଃଖ କହନ୍ତି, ତାହା ବାସ୍ତବରେ ଉତ୍ପନ୍ନ ହୋଇନାହିଁ। ତାହା ତ ନିଜର ବିଚାରର ଭ୍ରମ ଅଟେ। ନିର୍ବିକାର ସର୍ବବ୍ୟାପକ ଅଟେ ତ ରୋଗ ଓ ବିକାର କେଉଁଠି ରହିପାରନ୍ତି? ଆନନ୍ଦମୟ ସଚ୍ଚିଦାନନ୍ଦ ଯଦି ସବୁ ଜାଗାରେ ଅଣୁ ଅଣୁରେ ରହିଛନ୍ତି, ତେବେ ଦୁଃଖ ଓ କଷ୍ଟ କେଉଁଠି ଅଛି? ସମଗ୍ର ସଂସାରରେ ଈଶ୍ୱର ବ୍ୟାପକ ଅଟେ। ଏହାର ଅର୍ଥ ଏହା ଅଟେ ଯେ ସମଗ୍ର ସଂସାରରେ ଆନନ୍ଦ ହିଁ ଆନନ୍ଦ ଅଛି। କାହିଁକି ନା ଈଶ୍ୱର ଓ ଆନନ୍ଦରେ ଭେଦ ହିଁ କ'ଣ ଅଛି? ଈଶ୍ୱର ଆନନ୍ଦମୟ ଅଟେ ଓ ଆମ୍ଭମାନଙ୍କ ଭିତରେ ସେ ହିଁ ରହିଛି। ଯୋଗୀ ଏହି ବାସ୍ତବିକ ଜ୍ଞାନକୁ ଜାଣି ସର୍ବଦା ଶାନ୍ତି ଓ ଆନନ୍ଦରେ ନିମଗ୍ନ ଥାଏ। ଯାହାର ଏହି ବାସ୍ତବିକ ଜ୍ଞାନ ହୋଇଗଲା, ସେ ଜୀବନ ମୁକ୍ତ ଅଟେ। ତାହାର ହୃଦୟରେ ସର୍ବଦା ଶାନ୍ତି ରହିଥାଏ। କେବଳ ଭଲ ପରିସ୍ଥିତିର କାରଣରୁ କେହି ସୁଖୀ ହୋଇପାରେ ନାହିଁ। କେବଳ ରାଜାର ଘରେ ଜନ୍ମ ନେଇ କେହି ଆନନ୍ଦ ଓ ଶାନ୍ତିର ଭାଗୀ ହୋଇନଥାଏ। ସମସ୍ତ ରାଜା ଓ ରାଜକୁମାର ନିଜକୁ ଦୁଃଖୀ କହୁଥିବା ଶୁଣାଯାଇଛି। କେତେକ ଏମିତି ବି ହେଇଛି ଯେ ଯେଉଁମାନେ ନିଜ ଜୀବନରେ ନିରାଶ ହୋଇ ଆତ୍ମହତ୍ୟା ବି କରିଦେଇଛନ୍ତି। କେବଳ ଧନୀ, ବଳବାନ ଓ ସୁନ୍ଦର ହେଲେ ବି କେହି ସୁଖୀ ହୋଇପାରେ ନାହିଁ। ସୁଖୀ ହୁଏ ମନୁଷ୍ୟ ନିଜର ଆତ୍ମାର ପ୍ରକୃତ ଜ୍ଞାନରେ, ଯେପରିକି ମୁନି ସମାଜର ପୁସ୍ତକ ଗୁଡ଼ିକରେ କୁହାଯାଇଛି। ଆପଣ ସୁଖ ବା ଶାନ୍ତି ପାଇଁ ବୃତ୍ତର ପରିଧି ଆଡ଼କୁ ଦୌଡ଼ୁଛନ୍ତି। ଆପଣ କେନ୍ଦ୍ରକୁ ଛାଡ଼ି ସଂସାରରେ ଘୁରୁଛନ୍ତି, କିନ୍ତୁ କ'ଣ ସେଠାରେ ଶାନ୍ତି ମିଳିପାରିବ? କଦାପି ନୁହେଁ। ଯଦି ଆପଣ ଶାନ୍ତି ଓ ଆନନ୍ଦର ଭୋକିଲା ଅଟନ୍ତି ତ ବୃତ୍ତ ପରିଧି ବା ସଂସାରକୁ ଛାଡ଼ି କେନ୍ଦ୍ରରେ ଭିତରରେ ନିଜର ଆପଣାରେ ମନରେ ସାଉଁଟି ହୋଇ ସ୍ଥିତ ହୋଇଯାଆନ୍ତୁ। ଏଠାରେ ଶାନ୍ତି, ଆନନ୍ଦ ଓ ସୁଖର ଭଣ୍ଡାର ଅଛି। ଏଠାରେ ସଚ୍ଚିଦାନନ୍ଦର ନିବାସ ଅଛି। ସଂସାରର ସବୁଠାରୁ ବଡ଼ ଭୁଲ ସେହି ଲୋକମାନେ କରିଥାନ୍ତି ଯେଉଁମାନେ ସଚ୍ଚିଦାନନ୍ଦ ଆନନ୍ଦ କନ୍ଦ ଈଶ୍ୱରଙ୍କୁ ସର୍ବବ୍ୟାପକ ମାନି ମଧ୍ୟ ସମଗ୍ର ସଂସାରରେ ଦୁଃଖ ଓ ପାପର ସାମ୍ରାଜ୍ୟ ମାନନ୍ତି। କ'ଣ ଏକ ହିଁ ବିନ୍ଦୁର, ଏକ ହିଁ ଭାଗରେ ତଥା ଏକ ହିଁ ସମୟରେ ପ୍ରକାଶ ଓ ଅନ୍ଧକାର ଦୁହେଁ ରହିପାରନ୍ତି? କ'ଣ ଗିଲାସର ଭିତରେ ଏକ ସମୟରେ ଅଧା କ୍ଷୀର ଓ ଅଧା ମଦ ଦୁଇଟା ରହିପାରନ୍ତି? କ'ଣ ଈଶ୍ୱରର
ହିଁ ଭିତରେ ରାକ୍ଷସ ବି ରହିପାରେ? ନା, କଦାପି ନୁହେଁ। ଯଦି ଈଶ୍ୱର ବା ଆତ୍ମା ସାରା ସଂସାରରେ ରହିଛି, ତେବେ ଏହାର ଅର୍ଥ ଏଇଆ ଅଟେ ଯେ ସାରା ସଂସାରରେ ଆନନ୍ଦ ହିଁ ଆନନ୍ଦ ରହିଛି। ଯେ ଏହା ମାନେ ଯେ ସାରା ସଂସାରରେ ଦୁଃଖ ହିଁ ଦୁଃଖ ଅଛି, ସେ ସୁଖୀ ହୋଇପାରେ ନାହିଁ। ଯୋଗୀର ଦୃଷ୍ଟି ଓ ବ୍ରହ୍ମଜ୍ଞାନର ବିଚାରରେ ଦେଖିବେ ତ ଆପଣଙ୍କୁ ଚାରିଆଡ଼େ ଆନନ୍ଦ ହିଁ ଆନନ୍ଦ ପ୍ରତ୍ୟକ୍ଷ ହେବ। ଯଦି ଆନନ୍ଦ ଓ ଶାନ୍ତିର ଅନୁଭବ କରିବାର ଅଛି, ତେବେ ଏପରି ହିଁ ବିଚାରର ଆଶ୍ରୟ ନେବାକୁ ପଡ଼ିବ। ଯଦି ସମଗ୍ର ସଂସାରରେ ଈଶ୍ୱର ବା ଆତ୍ମା ବ୍ୟାପକ ଅଟେ, ତେବେ ଏହାର ଅର୍ଥ ଏଇଆ ଅଟେ ଯେ ସମଗ୍ର ସଂସାର ପୂର୍ଣ୍ଣ ରୂପ ଅଟେ। ଆଉ ଆଜିଠାରୁ ଏହା କହିବା ଛାଡ଼ିଦେବା ଉଚିତ ଯେ ସଂସାର ପାପମୟ ଅଟେ। ଯେ ନିଜର ନିଷ୍ପାପ ଆତ୍ମାକୁ ପାପୀ ମାନୁଛି, ଯେ ସଂସାରକୁ ପାପମୟ ଓ ଦୁଃଖର ମୂଳ କହୁଛି, ତାହାର ହୃଦୟରେ କେବେ ଆନନ୍ଦ ଓ ଶାନ୍ତି ଆସି ନପାରେ। ସଂସାରର ଚାରି ଦିଗରେ ଆନନ୍ଦ ହିଁ ଆନନ୍ଦ ଅଛି ଓ ସଂସାର ସମସ୍ତ ପ୍ରକୃତି ଓ ନିୟମ ଆମର ସହାୟତା କରିବାକୁ ଓ ଆଜ୍ଞା ମାନିବାକୁ ପ୍ରସ୍ତୁତ ରହିଥାନ୍ତି। ସଂସାର ଆମର ମିତ୍ର ଅଟେ, ଶତ୍ରୁ ନୁହେଁ। ସଂସାରର ସମସ୍ତ ପ୍ରବନ୍ଧ ଓ ସମସ୍ତ ନିୟମ ଆମର ଭଲ ପାଇଁ ତିଆରି ହୋଇଛି। ଏସବୁ ଆମ ପାଇଁ, ଆମେ ତାଙ୍କ ପାଇଁ ନୁହନ୍ତି। ପ୍ରକୃତି ଆମର ଦାସୀ ଓ ତାହାର ନିୟମ ଆମର ସେବକ ଅଟନ୍ତି। ଏହି ପ୍ରକୃତ ଜ୍ଞାନକୁ ଧାରଣ କରନ୍ତେ ହିଁ ହୃଦୟରେ ଶାନ୍ତି ଓ ଆନନ୍ଦରେ ଭରିଯିବ। ଯଦି ଈଶ୍ୱର ଅଖଣ୍ଡ, ଅନନ୍ତ, ପୂର୍ଣ୍ଣ ଓ ସର୍ବବ୍ୟାପକ ଅଟେ, ତେବେ ଦୁଃଖ, ବିପତ୍ତି, କଷ୍ଟ, ରୋଗ, ଦୋଷ ଓ ପାପ କେଉଁଠି ଅଛି? ଯେଉଁଠି ଈଶ୍ୱରତ୍ୱ ଅଛି, ସେଠାରେ ଏସବୁ କିପରି ରହିପାରିବେ? ଈଶ୍ୱର କେଉଁଠି ନାହିଁ। ଅତଃ ଭିତରେ ବାହାରେ ଚାରିଆଡ଼େ ଆନନ୍ଦ ହିଁ ଆନନ୍ଦ ଭରି ରହିଛି। ଆମ୍ଭେମାନେ ସ୍ୱୟଂ ଆନନ୍ଦ କନ୍ଦ ଓ ସଚ୍ଚିଦାନନ୍ଦ ଅଟନ୍ତି। ରୋଗ, ଦୋଷ, ପାପ ଓ ଦୁଃଖର ଅସ୍ତିତ୍ୱ କେବଳ କଳ୍ପନା ଭିତରେ ଅଛି। ବାସ୍ତବରେ ଏଗୁଡ଼ିକର ଅସ୍ତିତ୍ୱ ଈଶ୍ୱରୀୟ ସୃଷ୍ଟି ଭିତରେ ନାହିଁ। ନିଷ୍ପାପ, ନିରାମୟ ଓ ନିର୍ବିକାର ଈଶ୍ୱର ପାପ, ଦୋଷ, ରୋଗ ଓ ଦୁଃଖକୁ ତିଆରି କରିପାରିବେ ନାହିଁ। ଆଉ ଯାହାକୁ ଈଶ୍ୱର ତିଆରି କରିନାହିଁ, ସେ ହେଲା କେମିତି? କାରଣ ସ୍ରଷ୍ଟା ଈଶ୍ୱର ଅଟେ। ଆତ୍ମା ହିଁ ଈଶ୍ୱର ଅଟେ। ଆତ୍ମା ନିଜର ଆପଣା ଅଟେ। ନିଜର ଆପଣା ଦୁଃଖ କିପରି ତିଆରି କରିପାରିବ? ଏହି ଦୁଃଖ ଓ ରୋଗ କାଳ୍ପନିକ ଓ ଅସତ୍ୟ ଅଟନ୍ତି। ଏହାକୁ ନିଜ ମନରୁ ବାହାର କରିଦିଅନ୍ତୁ। ଦେଖନ୍ତୁ, ଆପଣଙ୍କ ଚାରିଆଡ଼େ ଈଶ୍ୱର ହିଁ ଈଶ୍ୱର ଓ ଆନନ୍ଦ ହିଁ ଆନନ୍ଦ ଭରି ରହିଛି। ଆପଣ ଈଶ୍ୱରମୟ ଅଟନ୍ତି, ରୋଗମୟ ନୁହନ୍ତି। ଆପଣ ପାପ, ଦୋଷ, ରୋଗ, ଦୁଃଖ ଓ ଶୈତାନର ଶାସନରେ ନାହିଁ। ଆପଣ ଈଶ୍ୱରଙ୍କ ଶାସନରେ ଅଛନ୍ତି, ଯାହାଙ୍କ ଶାସନରେ ପାପ, ଦୋଷ, ରୋଗ ଓ ଦୁଃଖ ରହିପାରିବ ନାହିଁ। ଆପଣଙ୍କ ଉପରେ, ତଳେ, ଆଗରେ, ପଛରେ, ବାହାରେ, ଭିତରେ ଈଶ୍ୱର ହିଁ ଈଶ୍ୱର ଭରି ରହିଛନ୍ତି। ଆପଣ ସ୍ୱୟଂ ଈଶ୍ୱର ଅଟନ୍ତି। ଆପଣ ସ୍ୱୟଂ ଆନନ୍ଦ ସ୍ୱରୂପ ଅଟନ୍ତି।